ଆଜି ଆମେ ଷଷ୍ଠ ଶ୍ରେଣୀ ଆମ ସାହିତ୍ୟ ବହିର ବୃକ୍ଷଲତା ଆମର ବନ୍ଧୁ ବିଷୟର କ୍ୱେଶ୍ଚନ୍ ଆନ୍ସାର ଆଲୋଚନା କରିବା। 1 ନମ୍ବରଟି କହିଛି ଉତ୍ତର କୁହ। କ ନମ୍ବରଟି କହିଛି ଶିଷ୍ୟ ଜଣକ ଗୁରୁଙ୍କ ପ୍ରଶ୍ନର କି ଉତ୍ତର ଦେଇଥିଲେ? ଆନ୍ସାର, ଶିଷ୍ୟ ଜଣକ ଗୁରୁଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଗାଁ ଗଣ୍ଡା ବଣ ଜଙ୍ଗଲ ଓ ପାହାଡ଼ ପର୍ବତ ବୁଲି ମଧ୍ୟ ସେ କେଉଁଠି ହେଲେ ଅଦରକାରୀ ଗଛ ବା ଲତା ଦେଖିଲେ ନାହିଁ। ପ୍ରତ୍ୟେକ ଗଛ ଲତାର ଉପକାରିତା ଅଛି ଏବଂ ପ୍ରତ୍ୟେକ ଉଦ୍ଭିଦର ଔଷଧୀୟ ଗୁଣ ଭରି ରହିଛି। ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥ ସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି। ଖ ନମ୍ବର, ଚରକ କେଉଁ ଶାସ୍ତ୍ର ଲେଖି ପ୍ରସିଦ୍ଧି ଲାଭ କରିଛନ୍ତି? ଆନ୍ସାର, ଚରକ ଚରକ ସଂହିତା ନାମକ ଚିକିତ୍ସା ଶାସ୍ତ୍ର ଲେଖି ପ୍ରସିଦ୍ଧି ଲାଭ କରିଛନ୍ତି। ଗ ନମ୍ବର, ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ ବୋଲି କାହିଁକି କୁହାଯାଇଛି? ଆନ୍ସାର, ବୃକ୍ଷଲତା ମଣିଷର ଅନେକ ଉପକାର କରନ୍ତି। ଏମାନେ ମଣିଷର ଏକାନ୍ତ ଉପକାରୀ ବନ୍ଧୁ ହୋଇଥିବାରୁ ସୁସନ୍ତାନମାନଙ୍କୁ ଜନ୍ମ ଦେବାଠାରୁ ବୃକ୍ଷରୋପଣ ଅଧିକ ପୁଣ୍ୟ କାର୍ଯ୍ୟ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି। ଘ ନମ୍ବର, ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ ବୃକ୍ଷଲତା କ'ଣ କରନ୍ତି? ଆନ୍ସାର, ଆଲୋକ ଶ୍ଳେଷଣ ପ୍ରକ୍ରିୟାରେ ବୃକ୍ଷଲତା ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି। ଅ ନମ୍ବର, ବୃକ୍ଷଲତା ନିକଟରେ ଆମେ ଋଣୀ ବୋଲି କହିବାର କାରଣ କ'ଣ? ଆନ୍ସାର, ଉଦ୍ଭିଦ ଓ ପ୍ରାଣୀ ପରସ୍ପର ନିର୍ଭରଶୀଳ। ପ୍ରାଣୀ ଜଗତ ବିନା ସାହାଯ୍ୟରେ ଉଦ୍ଭିଦ ଜଗତ ବଞ୍ଚିପାରେ, ମାତ୍ର ଉଦ୍ଭିଦ ଜଗତ ବ୍ୟତୀତ ପ୍ରାଣୀ ଜଗତ ବଞ୍ଚିବା ଏକାନ୍ତ ଅସମ୍ଭବ। ବାୟୁମଣ୍ଡଳର ବିଶୁଦ୍ଧତା, ବୃଷ୍ଟିପାତ, ମୃତ୍ତିକା ସଂରକ୍ଷଣ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର ଓ ବାସଗୃହ ଇତ୍ୟାଦି ପାଇଁ ଆମେ ଉଦ୍ଭିଦ ଜଗତ ନିକଟରେ ଏକାନ୍ତ ଋଣୀ। ତାପରେ 2 ନମ୍ବରଟି କହିଛି ଉତ୍ତର ଲେଖ। କ ନମ୍ବରଟି କହିଛି ଆମ ଓଡ଼ିଶାରେ କେଉଁ ଅଞ୍ଚଳରେ ଅଳ୍ପ ବୃଷ୍ଟି ହୋଇଥାଏ? ଆନ୍ସାର, ଆମ ଓଡ଼ିଶାର କଳାହାଣ୍ଡି ଅଞ୍ଚଳରେ ଅଳ୍ପ ବୃଷ୍ଟି ହୋଇଥାଏ। ଖ ନମ୍ବରଟି କହିଛି ଜଙ୍ଗଲ କାଟିଦେବା ଦ୍ୱାରା ଆମର କି କ୍ଷତି ହେଉଛି? ଆନ୍ସାର, ଜଙ୍ଗଲ କାଟିଦେବା ଦ୍ୱାରା ବୃଷ୍ଟିପାତରେ ଅନିୟମିତତା ଦେଖାଯାଉଛି, ଅନାବୃଷ୍ଟି ଘଟୁଛି, ବାୟୁମଣ୍ଡଳ ଦୂଷିତ ହେଉଛି, ମୃତ୍ତିକା କ୍ଷୟ ହେଉଛି, ଜଙ୍ଗଲଜାତ ପଦାର୍ଥମାନ ଦୁର୍ମୂଲ୍ୟ ହେଉଛି, ଜୀବଜନ୍ତୁମାନଙ୍କ ବଂଶ ଲୋପ ଘଟୁଛି। ଗ ନମ୍ବର, ବୃକ୍ଷଲତାକୁ ସବୁଜ ସ୍ୱର୍ଣ୍ଣ ବୋଲି କହିବାର ଯଥାର୍ଥତା କ'ଣ? ଆନ୍ସାର, ସ୍ୱର୍ଣ୍ଣ ଏକ ମୂଲ୍ୟବାନ ଧାତୁ। ଏହା ସମସ୍ତଙ୍କର ଲୋଭନୀୟ ଅଟେ, କିନ୍ତୁ ବୃକ୍ଷଲତା ସ୍ୱର୍ଣ୍ଣଠାରୁ ବହୁ ଗୁଣରେ ମୂଲ୍ୟବାନ ହୋଇଥିବାରୁ ଏହାକୁ ସବୁଜ ସ୍ୱର୍ଣ୍ଣ ବୋଲି କୁହାଯାଇଥାଏ। ଏହା ଯଥାର୍ଥ ଅଟେ। ଘ ନମ୍ବର, କେଉଁ ଉପାୟରେ ଜଙ୍ଗଲ ବୃଦ୍ଧି କରାଯାଇପାରିବ? ଆନ୍ସାର, ସାମାଜିକ ବନୀକରଣ ଯୋଜନା ଦ୍ୱାରା ଜଙ୍ଗଲ ବୃଦ୍ଧି କରାଯାଇପାରିବ। ଅ ନମ୍ବର, ମୃତ୍ତିକା କ୍ଷୟ ଘଟିବା ଫଳରେ କି କ୍ଷତି ହୁଏ? ଆନ୍ସାର, ମୃତ୍ତିକା କ୍ଷୟ ଘଟିବା ଫଳରେ ଜମି ଶୁଷ୍କ, ଟାଙ୍ଗରା ଓ ଅନୁର୍ବର ହୋଇଯାଏ। ଜଳଭଣ୍ଡାର ଓ ନଦୀ ପୁଷ୍କରିଣୀ ପୋତି ହୋଇଯାଏ। ଚ ନମ୍ବର, ଉଦ୍ଭିଦ ଜଗତ ବିନା ସାହାଯ୍ୟରେ ପ୍ରାଣୀ ଜଗତ ବଞ୍ଚିବା ଅସମ୍ଭବ କାହିଁକି? ଆନ୍ସାର, ବାୟୁମଣ୍ଡଳର ବିଶୁଦ୍ଧତା, ବୃଷ୍ଟିପାତ, ମୃତ୍ତିକା ସଂରକ୍ଷଣ, ବିଭିନ୍ନ ଖାଦ୍ୟ, ପାନୀୟ, ବସ୍ତ୍ର ଓ ବାସଗୃହ ଇତ୍ୟାଦି ପାଇଁ ପ୍ରାଣୀ ଜଗତ ଉଦ୍ଭିଦ ଜଗତ ଉପରେ ନିର୍ଭରଶୀଳ। ତେଣୁ ଉଦ୍ଭିଦ ଜଗତର ବିନା ସାହାଯ୍ୟରେ ପ୍ରାଣୀ ଜଗତ ବଞ୍ଚିବା ଅସମ୍ଭବ। 3 ନମ୍ବର, ସରଳ ଭାଷାରେ ବୁଝାଇ ଲେଖ। କ ନମ୍ବରଟି କହିଛି ସତେ ଯେପରି ମଣିଷ ଓ ପଶୁପକ୍ଷୀଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥ ସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି। ଆନ୍ସାର, ସତେ ... ନେଇଛନ୍ତି। ସଂକ୍ଷିପ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ପୁସ୍ତକର ବୃକ୍ଷଲତା ଆମର ବନ୍ଧୁ ଶୀର୍ଷକ ପ୍ରବନ୍ଧରୁ ଆନିତ। ଉକ୍ତ ପ୍ରସଙ୍ଗରେ ଲେଖକ ଡକ୍ଟର ଜଗନ୍ନାଥ ମହାନ୍ତି ବୃକ୍ଷଲତାମାନେ କିପରି ଉପକାରୀ ତହିଁର ସୂଚନା ଦେଇଛନ୍ତି। ଏକଦା ଗୁରୁ ଶିଷ୍ୟଙ୍କୁ ପରୀକ୍ଷା କରିବାକୁ ସ୍ଥିର କଲେ। ଆଖପାଖରେ ଥିବା ବୃକ୍ଷଲତାଙ୍କ ମଧ୍ୟରୁ କିଏ ଦରକାରୀ ଏବଂ କିଏ ଅଦରକାରୀ ତାହା ଜଣାଇବା ପାଇଁ ସେ ଶିଷ୍ୟଙ୍କୁ ନିର୍ଦ୍ଦେଶ ଦେଲେ। କେତେଦିନ ପରେ ଶିଷ୍ୟମାନେ ଦରକାରୀ ଅଦରକାରୀ ଗଛ ସମ୍ପର୍କରେ ଗୁରୁଙ୍କୁ ଜଣାଇଲେ, କିନ୍ତୁ ଜଣେ ଶିଷ୍ୟ ଗୁରୁଙ୍କୁ କହିଲେ ଯେ ସେ ବୁଲିଥିବା ଗାଁ ଗଣ୍ଡା ଓ ବଣ ଜଙ୍ଗଲ ଆଦି କୌଣସିଠାରେ ଗୋଟିଏ ହେଲେ ଅଦରକାରୀ ଗଛ ବା ଲତା ପାଇଲେ ନାହିଁ। ପ୍ରତ୍ୟେକ ଗଛ ଲତାଙ୍କର ଉପକାରିତା ଅଛି, ସତେ ଯେପରି ମଣିଷ ଓ ପଶୁପକ୍ଷୀମାନଙ୍କୁ ରୋଗମୁକ୍ତ କରି ସେମାନଙ୍କୁ ସୁସ୍ଥ ସବଳ ରଖିବା ପାଇଁ ସେମାନେ ଜନ୍ମ ନେଇଛନ୍ତି। ପ୍ରସଙ୍ଗଟି ଶିକ୍ଷାମୂଳକ। ଖ ନମ୍ବର, ସମ୍ପ୍ରତି ବୃକ୍ଷଲତା ଅଭାବରେ ମନୁଷ୍ୟ କିପରି ବିପଦର ସମ୍ମୁଖୀନ ହୋଇଛି ତାହା ସହଜରେ ଅନୁମେୟ। ଆନ୍ସାର, ସମ୍ପ୍ରତି ... ଅନୁମେୟ। ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ବହିର
ବୃକ୍ଷଲତା ଆମର ବନ୍ଧୁ ଶୀର୍ଷକ ପ୍ରବନ୍ଧରୁ ଆନିତ। ଏହି ପ୍ରସଙ୍ଗରେ ଲେଖକ ଡକ୍ଟର ଜଗନ୍ନାଥ ମହାନ୍ତି ବୃକ୍ଷଲତାମାନଙ୍କର ଗୁରୁତ୍ୱ ବିଷୟରେ ସୂଚନା ଦେଇଛନ୍ତି। ବୃକ୍ଷଲତା ମନୁଷ୍ୟର ଯେ କେତେ ଉପକାର କରନ୍ତି ତାହା କଳନା କରାଯାଇ ପାରିବ ନାହିଁ। ପ୍ରକୃତି ଓ ପରିବେଶର ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ଜଳବାୟୁ ନିୟନ୍ତ୍ରଣ ଏବଂ ମନୁଷ୍ୟକୁ ତା'ର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଯୋଗାଇ ଦେବାରେ ବୃକ୍ଷଲତାଙ୍କର ଅଶେଷ ଭୂମିକା ରହିଛି। ବର୍ତ୍ତମାନ କଳକାରଖାନାର ପ୍ରତିଷ୍ଠା, ରେଳ, ମୋଟର, ଟ୍ୟାକ୍ସି, ସ୍କୁଟର ପ୍ରଭୃତିର ବ୍ୟବହାର ଯୋଗୁଁ ବାୟୁମଣ୍ଡଳରେ ଯେଉଁ ଅଙ୍ଗାରକାମ୍ଳ ସୃଷ୍ଟି ହେଉଛି, ବୃକ୍ଷଲତାମାନେ ତାହାକୁ ଗ୍ରହଣ କରି ପରିବେଶକୁ ପ୍ରଦୂଷଣମୁକ୍ତ କରିଥାନ୍ତି। କିନ୍ତୁ ବର୍ତ୍ତମାନ ବୃକ୍ଷଲତା ଅଭାବରେ ମନୁଷ୍ୟ କିପରି ବିପଦର ସମ୍ମୁଖୀନ ହୋଇଛି ତାହା ସହଜରେ ଅନୁମାନର କଥା। ପ୍ରସଙ୍ଗଟି ବାସ୍ତବ ଅଟେ। 4 ନମ୍ବର, ମୁକ୍ତ ଶବ୍ଦ ଲଗାଇ ଯେପରି ରୋଗମୁକ୍ତ ଶବ୍ଦ ହୋଇଛି, ସେହିପରି ମୁକ୍ତ ଲଗାଇ ଆଉ 3ଟି ଶବ୍ଦ ଲେଖ। ଆନ୍ସାର: ବନ୍ଧନମୁକ୍ତ, ଶ୍ରମମୁକ୍ତ, କ୍ଷୁଧାମୁକ୍ତ। 5 ନମ୍ବର, ଯେପରି ସମ୍ପ୍ରସାରଣ ଶବ୍ଦରୁ ସମ୍ପ୍ରସାରିତ, ନିର୍ମାଣ ଶବ୍ଦରୁ ନିର୍ମିତ ହୋଇଛି, ସେହିଭଳି ତଳଲିଖିତ ଶବ୍ଦଗୁଡ଼ିକର ରୂପ କ'ଣ ଲେଖ। ଆନ୍ସାର: ପଠନ, ପଠିତ, ଗ୍ରହଣ, ଗୃହୀତ, ଲିଖନ, ଲିଖିତ, ଚର୍ବଣ, ଚର୍ବିତ, କମ୍ପନ, କମ୍ପିତ। 6 ନମ୍ବର, ପଶୁ ଓ ପକ୍ଷୀ ମିଶିଲେ ପଶୁପକ୍ଷୀ ହୋଇଛି, ସେହିପରି 5ଟି ଯୋଡ଼ା ଶବ୍ଦ ଏହି ପାଠରୁ ଖୋଜି ଲେଖ। ଆନ୍ସାର: ଗୁରୁ ଶିଷ୍ୟ, ବୃକ୍ଷଲତା, ଗୁଣଦୋଷ, ବଣ ଜଙ୍ଗଲ, ଗାଁ ଗଣ୍ଡା। 7 ନମ୍ବର, ଶ୍ୟାମଳ ଅରଣ୍ୟ। ଏଠାରେ ଶ୍ୟାମଳ ଶବ୍ଦଟି ଏକ ବିଶେଷଣ ପଦ। ସେହିପରି ଅରଣ୍ୟ ପୂର୍ବରୁ ଆଉ 3ଟି ବିଶେଷଣ ପଦ ଲଗାଇ ନୂଆ ଶବ୍ଦ ଲେଖ। ଆନ୍ସାର: ଘଞ୍ଚ ଅରଣ୍ୟ, ସୁନ୍ଦର ଅରଣ୍ୟ, ନିବିଡ଼ ଅରଣ୍ୟ। 8 ନମ୍ବର, ଉପକାର ଶବ୍ଦ ସହିତ ଦୀର୍ଘ ଇ ଲାଗିଲେ ଉପକାରୀ ହେଉଛି, ସେହିପରି ଶେଷରେ ଦୀର୍ଘ ଇ ଲାଗିଥିବା 5ଗୋଟି ଶବ୍ଦ ମନରୁ ଭାବି ଲେଖ। ଆନ୍ସାର: ଧନୁର୍ଧାରୀ, ଦଣ୍ଡଧାରୀ, ଈଶ୍ୱରୀ, ତପଚାରୀ, ଜଟାଧାରୀ। 9 ନମ୍ବର, ତଳେ ଦିଆଯାଇଥିବା ଅନୁଚ୍ଛେଦରୁ ଓ ଏବଂ ମାତ୍ରା ଉଠାଇ ନିଆଯାଇଛି। ଯଥାସ୍ଥାନରେ ସେଗୁଡ଼ିକୁ ଯୋଗ କରି ଅନୁଚ୍ଛେଦଟିକୁ ଆଉଥରେ ଲେଖ। ଆନ୍ସାର: ବୃକ୍ଷଲତା ମୃତ୍ତିକା ସଂରକ୍ଷଣରେ ମଧ୍ୟ ସାହାଯ୍ୟ କରିଥାନ୍ତି। ସେମାନେ ଭୂମି ଭିତରେ ଚେର ବିସ୍ତାର କରି ଏବଂ ଉପରେ ଡାଳପତ୍ର ଢାଙ୍କି ବର୍ଷା ଓ ଜଳସ୍ରୋତରୁ ମୃତ୍ତିକାକୁ ରକ୍ଷା କରନ୍ତି। ମାତ୍ର ଯେଉଁ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହୋଇଥାଏ, ସେଠାରୁ ସହଜରେ ମାଟି ଧୋଇ ହୋଇଯାଏ, ସେହି ଭୂମି ଶୁଷ୍କ, ଟାଙ୍ଗରା ଓ ଅନୁର୍ବର ହୋଇ ପଡ଼ି ରହେ। 10 ନମ୍ବର, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ନିମ୍ନ ବାକ୍ୟଗୁଡ଼ିକରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରି ଲେଖ। ଆନ୍ସାର: କ ନମ୍ବର ହେବ, ସେମାନଙ୍କ ଶିକ୍ଷା କେବଳ ପୁସ୍ତକ ପଠନ ମଧ୍ୟରେ ସୀମିତ ନୁହେଁ। ଖ ନମ୍ବରଟି ହେବ, ବୃକ୍ଷଲତା ବର୍ଷା ହେବାରେ ସାହାଯ୍ୟ କରନ୍ତି। ଗ ନମ୍ବରଟି ହେବ, ଏଥର ତୁମେ ଫେରିଯାଅ, ସମାଜ ସେବାରେ ମନୋନିବେଶ କର। 11 ନମ୍ବର, ଶବ୍ଦଗୁଡ଼ିକୁ ଉପଯୁକ୍ତ କ୍ରମରେ ସଜାଇ ବାକ୍ୟଟିକୁ ଠିକ୍ ଭାବରେ ଲେଖ। ଆନ୍ସାର: ବୃକ୍ଷଲତା ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ବାୟୁରୁ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରି ଅମ୍ଳଜାନ ଛାଡ଼ନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।